ପିଲାଙ୍କ ପାଇଁ ବିସ୍କୁଟ କି ଚୁଡା ଗୁଡ ଏପର୍ଯ୍ୟନ୍ତ ଯୋଗେଇ ନାହାନ୍ତି। ଚାଉଳ ରିଲିଫ ଗୋରୁ ଖାଇବାକୁ କୁଣ୍ଡା କି କୌଣସି ଖାଦ୍ୟ ଯୋଗେଇ ନାହାନ୍ତି। ଖାଦ୍ୟ ରୋଷେଇ ଖାଦ୍ୟ ଶୁଖିଲା ଖାଦ୍ୟ କିଛି ଯୋଗେଇ ନାହାନ୍ତି। କେବଳ ଦେଖିଲି କିନ୍ତୁ ରିଲିଫ ପହଞ୍ଚିନି ଏପର୍ଯ୍ୟନ୍ତ। କାଲି ଆମେ ବିସ୍କୁଟ ଚୁଡା କିଛି ନେଇ ଲଞ୍ଚଟିଏ ପକେଇଛନ୍ତି। କିନ୍ତୁ କାଲି ମୁଁ ସ୍ପଟରେ ଏଡିଏମ କୁ ଦେଖିଲି, ଖୋର୍ଦ୍ଧା ଏଡିଏମ 50-60 ବର୍ଷ ହେଲା ଆମେ ରିଲିଫ ଦେଉ, ସଦାବେଳେ ସେ କଟକ ହେଇଯାଏ। କାଲି ଡିମାଣ୍ଡ କରିକି ମୁଁ ଆସିଲି, କଲେକ୍ଟରକୁ ପାଇଲିନି, ଏସଡିଓ ଏଡିଏମ ଏସଡିଓ କହିଲି ତହସିଲଦାରଙ୍କୁ ତୁରନ୍ତ ରିଲିଫ ଦିଅ। ପହଞ୍ଚନ୍ତି ଏଡିଏମ ପହଞ୍ଚେ, ରିଲିଫ ପହଞ୍ଚିନି। କାଲି ସ୍ପଟରେ ବୁଲିକିରି ମୁଁ ଆସି ସ୍ୱାସ୍ଥ୍ୟ କେନ୍ଦ୍ର ପଡିଛି, ସ୍ୱାସ୍ଥ୍ୟର ବ୍ୟବସ୍ଥା ହେଇଛି, ଭିଡିଓ ନଷ୍ଟ ହେଇଛି। ପନିପରିବା ପୁରା ଯାଇ ତିରିମଲ ପନିପରିବା ଯାଇ ରାଣୀପୁର ସରକାର ଦୃଷ୍ଟି ଆକର୍ଷଣ କରିଛି। ତୁରନ୍ତ ପାଣ୍ଡିଆବେଲି ବୁଢାଙ୍ଗେରା ଓ ଯୋଉ ଅଞ୍ଚଳରେ ସବୁ ନଷ୍ଟ ହେଇଯାଇଛି, ସରକାର ତୁରନ୍ତ ରିଲିଫ ପହଞ୍ଚନ୍ତୁ। କ୍ଷତିପୂରଣ ଦବା ପାଇଁ ସେ ଗାଁ 7 ଦିନ ହେଲାଣି, କାଲି ପହଞ୍ଚିଛନ୍ତି। ଆମେ ପହଞ୍ଚିଲା ପରେ, ଆଗରୁ ଯାଇନଥିଲେ, ମୁଁ ପହଞ୍ଚିଲା ପରେ ରିଲିଫ ଆମେ ରିଲିଫ ନେଇ କାଲି ପହଞ୍ଚେଇଲୁ। ଅଫିସର ପହଞ୍ଚିଛନ୍ତି, କାଲି ଏଡିଏମ ପହଞ୍ଚିଲେ, ଏସଡିଓ ପହଞ୍ଚିଲେ, ତହସିଲଦାର ବିଡିଓ ପହଞ୍ଚିଥିଲେ। ଯାଜପୁର ମୁଁ ଦେଖିଲି କଲଚର ମିନିଷ୍ଟର, ହାଇୱେ ଏଜୁକେସନ ମିନିଷ୍ଟର ଗଳି ଗଳି ବୁଲୁଛନ୍ତି, ରିଲିଫ ବାଣ୍ଟୁଛନ୍ତି। ବୋବେଇଲା ପରେ ଯାଇ ପହଞ୍ଚିଛନ୍ତି, ଏପର୍ଯ୍ୟନ୍ତ ରିଲିଫ ନାହିଁ। ଗୋଟେ ଲଞ୍ଚ ପକେଇଛନ୍ତି, ଲଞ୍ଚରେ ଯିବା ଆସିବା କଲୁ। ମୁଁ କାଲି ସେ ଲଞ୍ଚରେ ରିଲିଫ